हेलो हाय नमस्कार भलରେ ଥାନ୍ତୁ ସମସ୍ତେ आशा କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆଜି ଭିଡ଼ିଓଟି କରିବା କିଛି ମଜା କିଛି ଖଟା ସବୁ ପୁରା ପ୍ରକାର ମିକ୍ସ କରି କରିବା। ଆଉ ସତ କଥା ଗୁଡ଼ା ହିଁ ମୁଁ ଟିକେ କହେ, ତେଣୁକରି ଭିଡ଼ିଓଟାକୁ ଜମା ସ୍କିପ୍ କରିବେନି, ଭିଡ଼ିଓଟାକୁ ଫୁଲି ଦେଖିବେ, କିଛି ମଜା ନେବେ, କିଛି ହସିବେ, ଏଇଆ ଆଉ କିଛି ସିରିୟସଲି ନେବେ, ଏଇଆ ଆଉ। ଓକେ, ଭିଡ଼ିଓ ଷ୍ଟାର୍ଟ କରିବା ଆଜି ପ୍ରଥମରୁ। କାଲିର କଥା କହୁଛି, ଯେଉଁମାନେ ଜାଣିଛନ୍ତି ଆମରି ଘର ପାଖରେ 2-4 ଜଣ ଜାଣିଛନ୍ତି। କାଲି ରାତିରେ ଆସିଥିଲେ, କାଲି ପୁଅ ବାଲା ଘର ଦେଖିବା ପାଇଁ ଝିଅ ଯାଇଥିଲେ କଟକ। ସେ ମୋ ସାଙ୍ଗର ବଡ଼ ଭାଇ, ସିଏ ଆଉ 3 ବର୍ଷ ଖଣ୍ଡେ ମୋଠୁ ସେ ବଡ଼ ହେବେ। ତାଙ୍କର ଆଉ ତାଙ୍କ ବାପାଙ୍କର ତାଙ୍କ ମାମାଙ୍କର ମିଶିକି ଯାଇଥିଲେ କଟକ। ମୁଁ କିନ୍ତୁ ଯାଇନଥିଲି। ମୋତେ କିନ୍ତୁ ତାଙ୍କ ବାପା କହୁଥିଲେ ଯେ କାହ୍ନା ତମେ ଚାଲ, ତମେ ଟିକେ ଦେଖିବ, ନହେଲେ ହେବନି। ମୁଁ କହିଲି ମୋର କାମ ଅଛି କାଲି ବେଶୀ, ତେଣୁକରି ମୁଁ ଆଉ ଗଲି ନାହିଁ। କାଲି ମାନେ ଆଜି ମୁଁ ଆଉ ଗଲି ନାହିଁ। ଆଜି ହିଁ ଭିଡ଼ିଓଟା କରୁଛି। ଗଲିନି ଯେହେତୁ ସେମାନେ ଯାଇକି ଦେଖିଛନ୍ତି, ତାଙ୍କର ସମସ୍ତେ ରାଜି। କିନ୍ତୁ ତାଙ୍କର ବାପା ଯିଏ, ସିଏ ମାନେ କହିବା କଥା ଯେ ମୁଁ ଏବେ ଜଷ୍ଟ ଗଲେ ସେ ସାଙ୍ଗେ ସେ କହିଲେ କାରଣ ତମର ମୋର ଯିବା ଗୋଟେ ଦିନ ଦେଖିକି ଆସିବା, ଆଉ ତମେ ନ ଦେଖିଲେ ସେ ହେବନି କାମ। ମୁଁ କହିଲି କ'ଣ ଅସୁବିଧା କ'ଣ ହେଇଛି? ତ ବାହାଘର କ'ଣ ଦେଖିବ, କ'ଣ କଥାବାର୍ତ୍ତା ହେଲା। 2 ଜଣ ତ ରାଜି, ପୁଅ ରାଜି, ମାମା ବି ରାଜି, ଆଉ ପୁଣି ଅସୁବିଧା କ'ଣ ଅଛି? ସେ କହିଲେ ନାଇଁ ତମେ ଟିକେ ଯିବ ନା। ସିଏ କ'ଣ ତା ବାପା କହିଲେ, ମୁଁ ଯେତେବେଳେ ମାନେ ମଜାକରେ ନେଉଥିଲି, ତା ବାପା କହିଲେ ସିଏ କ'ଣ ଇନଷ୍ଟାଗ୍ରାମରେ ଭିଡ଼ିଓ କରୁଛି, ଆଉ ମୁଁ ସେଟା କିଛି ଜାଣିପାରୁନି, ତମେ ଟିକେ ଯିବ। ମୁଁ କହିଲି ଇନଷ୍ଟାଗ୍ରାମରେ ଭିଡ଼ିଓ କଲେ ଅସୁବିଧା କ'ଣ ହେଲା? ତା ବୋଲି କ'ଣ ସିଏ କ'ଣ ବାହା ହେବନି ନା କ'ଣ? ନାଇଁ ତମେ ସିରିୟସଲି ନିଅ, ମୁଁ କହୁଛି କ'ଣ କଥାଟା ବୁଝିବାକୁ ଚେଷ୍ଟା କର। କାହିଁକିନା ସେ କଥା କହୁଛନ୍ତି, ମୁଁ ଟିକେ ମାଇଣ୍ଡଟା ଟିକେ ଷ୍ଟଡି କରିଦିଏ ସମସ୍ତଙ୍କର, ହେଲା କି? ସେଥିପାଇଁ ସେ କହିବା କଥା ଯେ ଏହା ତମେ ଗଲେ ଜଣା ପଡ଼ିଯିବ। ଷ୍ଟଡି କରିଦିଏ ମିନ୍ସ କ'ଣ, ଯେଉଁ କହନ୍ତିନି ମାଇଣ୍ଡ ରିଡ଼ିଂ, ସେଇ ଟାଇପ୍ର। ମୁଁ ଦେଖିଲେ ଆଉ କିଛି କଥାବାର୍ତ୍ତା ହେଲେ ମୁଁ ମାଇଣ୍ଡଟା ଷ୍ଟଡି କରିନିଏ, ମାନେ ବହୁତ କ୍ୟାପଚର୍ କରିନିଏ। କାହିଁ କ୍ୟାପଚର୍ କରିନିଏ? କାରଣ ମୁଁ 5 ବର୍ଷରୁ ନେଇକରି 95 ବର୍ଷ ଲୋକଙ୍କ ସହିତ ମୁଁ ମିଶାମିଶି କରେ। ମାନେ ସମସ୍ତଙ୍କ ସାଙ୍ଗରେ ମୁଁ ମିଶିଯାଏ, ବହୁତ ଶୀଘ୍ର ବି ମିଶିଯାଏ। ଆଉ କିଏ କେଉଁ ଟାଇପ୍ର ମୁଁ ଟିକେ ସଡନ୍ଲି କ୍ୟାଚ୍ କରିଦିଏ, ବୁଝିପାରିଲେ କି? ତେଣୁକରି ସେ ଜାଣିଛନ୍ତି, ତେଣୁକରି କହିଲେ ଯେ ନାଇଁ ତମକୁ ଯିବାକୁ ପଡ଼ିବ। କେଉଁଦିନ ତମେ ଫାଙ୍କା ଅଛ କୁହ, ତମର ମୋର ଯିବା, ଦେଖିବା, କଥାବାର୍ତ୍ତା ହେବା, ଆସିବା। ତମେ ଯଦି କହିବ ହଁ, ତାହେଲେ ଆଗେଇବା, ନହେଲେ ତାଙ୍କ 2 ଜଣ କଥା ଉପରେ ତାଙ୍କର ଭରସା ନାହିଁ। ମୁଁ କହିଲି ହଉ ଠିକ୍ ଅଛି, ମୁଁ ତମକୁ ଫାଙ୍କା ଦେଖିକି କହିବି, ଯିବା, ଦେଖିକି ଆସିବା ଆଉ। ଏଇଆ ହେଇଛି କଥା। ଆଉ କ'ଣ କହିବା? ଆଉ ଗୋଟେ କଥା କହିଲେ ତ ଆପଣ ହସିବେ। ଶୋଧା ବିଷୟରେ କହୁଛି। ଆଉ ଗୋଟେ କଥା ଶୁଣନ୍ତୁ। ଆଜି ଧର ଦୀର୍ଘ ହବ 4 ବର୍ଷ ତଳେ ମୋର ଗୋଟେ ସାଙ୍ଗ ଥିଲା। ସିଏ ଆମର ଏଇ ଯେଉଁ ଆସନ୍ତି ସବୁ ଆମର ଯେଉଁ ମାର୍କେଟିଂ, ଯେଉଁ ଚେନ୍ ମାର୍କେଟିଂ ଯେଉଁ କହନ୍ତି ତାକୁ ସବୁ କମ୍ପାନୀ ନାଁ କହିବିନି, ହସି ଗଡ଼ିବେ, ସେ କମ୍ପାନୀ ନାଁ କହିବିନି। ଚେନ୍ ମାର୍କେଟିଂ ଯେଉଁ, ସିଏ କହିଲେ ଯେ ଚେନ୍ ମାର୍କେଟିଂ କର, ସବୁ ଚେଞ୍ଜ ହେଇଯିବ। ସବୁ ଚେଞ୍ଜ ହେଇଯିବ। ମୁଁ କହିଲି କ'ଣ ଚେଞ୍ଜ ହେଇଯିବ? ନା ସବୁ ଚେଞ୍ଜ ହେଇଯିବ, ଚେନ୍ ମାର୍କେଟିଂ ପଶିଯାଇଛି। ସେତେବେଳେ ସିଏ ନେଉଥିଲେ 4 ବର୍ଷ ତଳେ 4,670 ଟଙ୍କା ନା କ'ଣ ଏମିତି ନେଉଥିଲେ। ମାନେ ତାଙ୍କ ଟିମ୍ରେ ଜଏନ୍ କରିବ, ଜଏନ୍ କଲା ପରେ ତାପରେ ଆଉ 3-4 ଜଣଙ୍କୁ ତମେ ଜଏନ୍ କରାଇବ। ଏଇଟା ହେଉଛି ତାଙ୍କ ପ୍ରୋସେସ୍। ଆପଣ ତ ଜାଣିଥିବେ ମୁଁ ଏତେ ସହଜରେ କୌଣସି ଜିନିଷକୁ ଟେକ୍ ଓଭର୍ କରେନି, ନ ଦେଖି ନ ଜାଣି ଶୁଣି। ସିଏ ପୁରା ହାଲୋଡ଼ କଲା, ମାନେ ବହୁତ ଥର। ସେ ସାଙ୍ଗଟା କଟକରେ ରହୁଛି ବର୍ତ୍ତମାନ। କଟକରେ ବି ଚାରିଆଡ଼େ ବୁଲିକିରି ସେ ହାରାହାରି। ଏଇ ରିସେଣ୍ଟଲି ଦେଖା ହେଇଥିଲା, ଏବେ ମନେ ପଡ଼ିଗଲା, ତେଣୁକରି ମୁଁ ଆପଣଙ୍କୁ ଜଣାଇ ଦେଉଛି। ଏଇ 7 ମାସ ତଳେ ଦେଖା ହେଇଥିଲା ମୋର। 7 ମାସ ତଳେ ଦେଖା ହେଲା। ଆମେ ଅନଫର୍ଚୁନେଟଲି ଆମେ ଯାଉଛୁ ଗାଡ଼ି ନେଇକିରି। ମୋ ସାଙ୍ଗରେ ଯିଏ ଥିଲା ରାଜା, ସିଏ କହିଲା ଯେ
ଏଇଠି ଟିକେ କଫି ପିଇ ଦେଇକି ଯିବା କାମକୁ। କଫି ପିଇ ଦେଇକି ଯିବା। ମୁଁ ଓମ୍ପି ପାଖରେ ଆମର ଜଷ୍ଟ ଆଗକୁ ଗଲେ ଡାହାଣ ଘର ଅଛି ଗୋଟେ ଦୋକାନ, ସେଇଠି ରଖିଲି। ସେଇଠି ରଖିଲା ବେଳକୁ ମୁଁ ଅଚାନକ ଆଉ ଦେଖିନି ତାକୁ, ଦେଖିନି। ସେତେବେଳେ ମୋର ମନେ ଅଛି, ସେତେବେଳେ ସିଏ ଯେତେବେଳେ ଜଏନ୍ କରିଥିଲା 4 ବର୍ଷ ତଳେ, ସେ ଗୋଟେ ନୂଆ ବାଇକ୍ ବି ସେତେବେଳେ ଆଣିଥିଲା, ବୁଝିଲେ କି। ସେଇଠୁ ଏମିତି ଚଲେଇଲା, ମୋତେ ବି କହୁଥିଲା ତୁ ରହିଯା, 4,600 ଟଙ୍କା ଦେଇଦେ, ରହିଯା, ଚେନ୍ ମାର୍କେଟିଂ ଜବର ଲାଭ, ତାଙ୍କ ପ୍ରଡ଼କ୍ଟ ବି ବିକେ ଆଣିକିରି ସିଏ। ମୁଁ କିନ୍ତୁ କହିଲି ଭାଇ ଏଥିରେ ମୋର ପଶିବାର ନାହିଁ, ଏ ଜିନିଷ ଠିକ୍ ନାହିଁ। ସେଠୁ ମୋ ସାଙ୍ଗରେ ଯିଏ ଥିଲା, ସିଏ ସେଦିନ ତାକୁ ବି କହିଥିଲା, ସିଏ ବି କରିନି। କିନ୍ତୁ ବହୁତ ଜଣଙ୍କର କରିଛି ଏମିତି, ଯେଉଁମାନେ କିଛି କିଛି ରିଲେସନ୍ ଭିତରେ ତାକୁ ତୁ ପଇସା ମାଗି ନାହାନ୍ତି, କିଛି କିଛି ମାଗିଛନ୍ତି। ମୁଁ ଯେତେବେଳେ ପହଞ୍ଚିଗଲା ବେଳୁ ମୁଁ କହିଲି ଗୋଟେ କାହା ଉପରେ ଗୋଟେ ସୋଦା ହେଉଛି, ଦେଖିଲା ବେଳୁ ସିଏ ସେଇ, ମୁଁ କହିଲି ଗୋଟେ ସୋଦା ଫୋଦା ହେଲା ୟା ଉପରେ। ମୁଁ କହିଲି ଦେଖିବା ଆଉ, ଯେହେତୁ ସାଙ୍ଗଟା ତେଣୁକରି ଏତେଟା ମାନେ ଇଏ ହେବାଟା ଉଚିତ ନୁହଁ। ମୁଁ ସେଠୁ ଓହ୍ଲେଇ ଗଲୁ। ତାପରେ କଫି ମାଗିକି ପିଇବା ଭିତରେ ସେ କହିଲା ପଟ୍ଟନାୟକ କ'ଣ ଖବର, କ'ଣ ଭଲ ମତେ ପଚାରିଲା। ତା ଭିତରେ ସିଏ ଯେଉଁ ସୋଦା, ମାନେ ଅଲଗା ଲେବୁଲ୍ର ସୋଦା ସିଏ କରୁଛି। ସେ ଦୋକାନୀ ଠାରୁ ବି ଆଣିଛି, ମୋ କହିବା କଥା, ସେ ଦୋକାନୀ ଠାରୁ ବି ଆଣିଛି, ନର୍ମାଲ୍ ଦୋକାନୀ ଠାରୁ ଆଣିଛି। ସିଏ 4,600 ଆଣିଛି। ତାପରେ ତାକୁ କେତେ 360 ଟଙ୍କା ନା କ'ଣ ଆଇଛି ମାତ୍ର। ସିଏ କହିବା କଥା ଯେ ମୋତେ 4,000 ଟଙ୍କା ଆଜି ଦବୁ ଯିବୁ, ଦବୁ ଯିବୁ, ମୁଁ କିଛି ଶୁଣିବିନି। ଯେଉଁ ସୋଦା ମାନେ ନେକ୍ସଟ ଲେବୁଲ୍ ସୋଦା, नेक्स्ट लेवल सौदा मैंने जिसको जितना समझ होगी उसी हिसाब से समझ लेना, ठीक है। नेक्स्ट लेवल सौदा बुझे मुझे कौन कहली मुझे साला ये कौन सौदा सदी हो कौन ना तथे जो कही 4 वर्ष तले जो चेन मार्केट साला एत बाजे पशि जाइए पैसा न पकड़ देवनु पैसा देदेनु ना पैसा ना पूरा देखु अकलिया बहुत से कहला जे कफी पी सारा कहला टिके रही था क्या गाड़ी भर चल मुझे कथबार्ता अच्छे टे कथबार्ता करा कथबार्ता हेलु सी कहला जे गोटे कंपानी बुझी सी अलरेडी चेन मार्केटिंग संस्थार 12 जन ठार खंड नहीं जाइए ताकू से दिन ही पेमेंट मु करी 4,100 केते गोटे तार सी कहला जे एति टका कर दिए से दुकानी की मुझे पेमेंट करी से दुकानी से मत कहला जे या जिनस या कर तुम आ कि पड़े पैसा आसो भाई सेमती किसी भी हयनि कौटी भाई मु भाई पशिगली भाई कौन कथा ना ये ना सी ना मुझे छाड़ सी तो रेला ना मुझे फोन पे करदेली गला क्लीयर है कौन असुविधा कौन है ना तो 6 मास है मुझे मागुची पैसा सी दौनी ये कौन सी कौन एमती सदासदी है से आसी गाड़ी भर बसला कहला मुझे गोड़ तले पड़ी तू मत दे पैसा मुझे समस्त को सुझीबी समस्त को सुझीबी जो कहला गोटे कंपानी रहा मुझे तो पैसा ते फेरेबी या हूँ कथा आ कि ना मुझे हाँ ठीक अच्छे मैंने मुझे जब 2-3 जनकर सुझी दे पारि तू मत एत बड़ पार्टी भावना मुझे नॉर्मली मुझे ये करी या हूँ कथा जहाँकि आपण मैंने कौन सी कथार पड़ी चेन मार्केटिंग हो कि जो मार्केटिंग हो अदरवाइज जेकोसी जिनस भी हो आग निजे स्टडी करेंगे तापर आगू जावाई चेष्टा करेंगे कारण जिनसटा मुझे बहुत शीघ्र कैप्चर करनी है से आपन को जनइली कारण ये जिनस लाइफ टाइम पर्यंत नुह है कि आपण मानक जनइबार मोर रिजन हो आउ मो सब्सक्राइबर भाई मानक समस्त कहि जे 24 घंटे 10 घंटा रेस्ट नियंतु निहाती नेबा दरकार जोटा कि मुझे 24 घंटा 10 आवर मु रेस्ट निए कंपलसरी मुझे 10 घंटा 10 घंटा शोला जमी आपमती आम लैपटॉप ऑन कले जमी आम रिफ्रेश मारू किसी कम न तो 2-4 थर ना रिफ्रेश मारू सेमती माइंडटा भी सेमती रिफ्रेश है से जिते पारे जिते समय फांका पाइबे रेस्ट करेंगे सब से आप बेटर कम दब बुझे कि माइंडटा पूरा रिफ्रेश हो 10 माने आम 24 घंटा 10 घंटा शोया मोर एडवाइज आपण समस्त सेटा हूँ भल गुड हेल्थ आप हेल्थ जब ठीक थी आप बहुत किसी आगू करेंगे आज हेल्थ जब भूल हो गला
ତାହେଲେ ଆଉ କୌଣସି କାମକୁ ରହିବେନି ଆପଣ, ବୁଝିପାରିଲେ ତ। ସେଥିପାଇଁ ହେଲ୍ଥଟାକୁ ଆଗ ଜଗନ୍ତୁ। 10 ଘଣ୍ଟା ଧର ମୁଁ କୌଣସି କାମରେ ଯାଇଥିବି, ମୋ ସାଙ୍ଗରେ ବି ଯେଉଁମାନେ ରହୁଛନ୍ତି ନୋଟିସ୍ କରିଥିବେ, ମୁଁ ଯାଇଥିବି ଯଦି ଏଇ କାମଟା ଆଉ 1.5 ଘଣ୍ଟା କି 2 ଘଣ୍ଟା ପରେ ହେବାର ଅଛି, ସେମାନେ ସେଠି ବସି କଥାବାର୍ତ୍ତା ହେଉଥାନ୍ତି, ମୁଁ ଟିକେ 15-20 ମିନିଟ୍ ମିକ୍ସିଂ ପାଇଁ କଥା ହେଇଯାଏ, କିନ୍ତୁ ତାପରେ ଆସି ମୁଁ ଗାଡ଼ିରେ ଫଟକିନା ଶୋଇପଡ଼େ। ନିଦ ଲାଗୁ ବା ନ ଲାଗୁ, କିନ୍ତୁ ମୁଁ ଶୋଇପଡ଼େ, ରେଷ୍ଟ କରିନି ଆଗ। ମୋର 24 ଘଣ୍ଟାରୁ 10 ଘଣ୍ଟା ରେଷ୍ଟ କରିବାର ହିଁ ଅଛି। କାରଣ ସେମାନେ ଜାଣିଛନ୍ତି କି ପଟ୍ଟନାୟକ ଆସିଛି ମାନେ ସିଏ ଯାହା ବି ହେଲେ ତାର ଫାଙ୍କା ଟାଇମ୍ ମାନେ ଜଜ୍ କରିଦେବି, ଏ କାମ ଏତିକି ସମୟ ଲାଗିବ, ତମେ ଏଠି ବସ୍ତା, ମୁଁ ଯାଉଛି। ବସ୍ତା ଯାଉଛି ମାନେ ମୁଁ ଗାଡ଼ି କତିକି ଆସେ, ଆଉ କୁଆଡ଼େ ଯାଏନି। ଏଇଆ ହେଉଛି କଥା। ଆଉ ତାଙ୍କ ଫାଦର ତ କହିଲେ ଆଉ ଗୋଟେ ଦିନ ଯିବାକୁ ପଡ଼ିବ, ଗଲେ ମୁଁ କ'ଣ ଦେଖିକି କ'ଣ କହିବି, ମୁଁ ଯାହା କହିବି କାଳେ ସେୟା ହବ। ଆଉ ଗୋଟେ ମଜା କଥା କହୁଛି ଶୁଣନ୍ତୁ। ନାଇଁ ଏବେ କହିବିନି, ଏଇଟା ନେକ୍ସଟ ବାରି କହିବି, ନହେଲେ ଭିଡ଼ିଓଟା ବହୁତ ଲଙ୍ଗ୍ ହେଇଯିବ, ବୁଝିପାରିଲେ ଆପଣ। ଓକେ, ଟାଟା, ଲଭ୍ ୟୁ ଅଲ୍ ଅଫ୍ ୟୁ। ଆପଣଙ୍କ ପାଇଁ ଆଜି ଏଇ ଭିଡ଼ିଓ ଗୋଟେ ରହିଲା। ଆଉ କ'ଣ କରିବା, କୌଣସି କଥାରେ ଇଏ କରନ୍ତୁ ନାହିଁ, ଯାଆନ୍ତୁ ନାହିଁ। ନିଜର ବୁଦ୍ଧି ଖଟେଇ ସବୁ କାମକୁ ଆଗକୁ ନେବା ପାଇଁ ଚେଷ୍ଟା କରନ୍ତୁ। ଆଉ କ'ଣ କହିବା, ନିଜର ଇନକମ୍ର ସୋର୍ସ ବଢ଼େଇବାକୁ ଚେଷ୍ଟା କରନ୍ତୁ। ଆଉ କ'ଣ, ଏଇଆ ତ। ରହିଲି, ଜୟ ଜଗନ୍ନାଥ।